ଜୟ ଜଗନ୍ନାଥ କ୍ରିଏଟିଭ ଓଡ଼ିଶାକୁ ଆପଣଙ୍କୁ ସ୍ୱାଗତ କରୁଛି ମୁଁ ଗଣେଶ। ଆଜି ଆମେ କଥା ହେବା ବ୍ରଏଲର କୁକୁଡ଼ା ଫାର୍ମ ରହୁଛି। ଗଭର୍ଣ୍ଣମେଣ୍ଟର ଗୋଟେ ସ୍କିମ୍ ଅଛି ଯୋଉଟା କି ଆପଣମାନେ ଫାର୍ମ କରିବାକୁ ଚାହୁଁଛନ୍ତି, ଯୋଉମାନେ ଏ ସ୍କିମ୍ରେ ଆପ୍ଲାଏ କରିପାରିବେ। ସ୍କିମ୍ର ବେନିଫିଟ୍ କ'ଣ ମୁଁ ଆପଣଙ୍କୁ କହିଦେଉଛି। ଏ ସ୍କିମ୍ର ବେନିଫିଟ୍ ରହୁଛି ଆପଣଙ୍କୁ 50% ରହୁଛି ସବସିଡି ରହୁଛି, ଯୋଉଟା ଜେନେରାଲ କାଟାଗୋରୀ ପାଇଁ ମେଲ୍, ଜେନେରାଲ କାଟାଗୋରୀ ମେଲ୍ ଆଉ ଫିମେଲ ଜେନେରାଲ ଫିମେଲ ନାଁରେ ଯଦି କରୁଛନ୍ତି, SC ST ଫିମେଲ ନାଁରେ ଯଦି କରୁଛନ୍ତି ଆପଣ, ଓମେନ୍ ଟ୍ରାନ୍ସଜେଣ୍ଡର ତାଙ୍କର 60% ସବସିଡି ରହୁଛି, ଯୋଉଟା କି ଗଭର୍ଣ୍ଣମେଣ୍ଟର ୟୁନିଟ୍ କଷ୍ଟ ହଉଛି 7,20,000 ଟଙ୍କା। ତା ଦେହରୁ ଆପଣଙ୍କୁ 60% ପର୍ଯ୍ୟନ୍ତ ସବସିଡି ମିଳିଯାଉଛି ଆପଣଙ୍କୁ। ଏଇ ଫାର୍ମ ଯଦି 2,000 କାପାସିଟିର ଆପଣ ବ୍ରଏଲର ଫାର୍ମ ଯଦି କରୁଛନ୍ତି, ଏ ବିଷୟରେ ଆମେ ଭିଡ଼ିଓରେ ଡିଟେଲ୍ସ କଥା ହେବା। ଭିଡ଼ିଓକୁ ସ୍କିପ୍ କରିବେନି। ମୁଁ ଆପଣଙ୍କୁ ଅନଲାଇନ୍ ଆବେଦନ କରିବା କିପରି ଆବେଦନ କରିବେ ସେ ବିଷୟରେ କହିବି। ତା ସହିତ ଆପଣମାନଙ୍କ ପାଇଁ ଆବେଦନ ପାଇଁ କ'ଣ କ'ଣ ରିକ୍ୱାରମେଣ୍ଟ ଡକୁମେଣ୍ଟ ଦରକାର ଆଉ କିପରି ଆପଣ ସବସିଡି ପାଇବେ ସେ ବିଷୟରେ ମଧ୍ୟ ଭିଡ଼ିଓରେ ମୁଁ ଆଗକୁ କହିବି। ତା ପୂର୍ବରୁ ଛୋଟ ରିକ୍ୱେଷ୍ଟ, ଯୋଉମାନେ ଆମ ଚ୍ୟାନେଲକୁ ନୂଆ ଭିଜିଟ୍ କରିଛନ୍ତି, ନୂଆ ଆସିଛନ୍ତି, ତ ପ୍ଲିଜ୍ ଆମ ଚ୍ୟାନେଲ ସବସ୍କ୍ରାଇବ କରିବେ, ଲାଇକ୍ କରିବେ, ସେୟାର କରିବେ। ତ ଗଭର୍ଣ୍ଣମେଣ୍ଟର ଏଇଟା 2024-25 ପାଇଁ ଯୋଉଟା ଗଭର୍ଣ୍ଣମେଣ୍ଟ ସାଂସନ କରିଛି 7,181.40 ଲାખ ଟଙ୍କା, ଯୋଉଟା କି ଗଭର୍ଣ୍ଣମେଣ୍ଟ ସାଂସନ କରିଛି 2024-25 ପାଇଁ, ଯୋଉଟା କି ଆପଣଙ୍କ ଡାଇରେକ୍ଟର ଆନିମାଲ ହଜବେଣ୍ଡାରୀ ଭେଟେନାରୀ ସର୍ଭିସ ଓଡ଼ିଶା କଟକ, ଯୋଉଟା ଆମର ହେଡ୍ ଅଫିସ୍ ଅଛି ଆନିମାଲ ହଜବେଣ୍ଡାରୀର, ସେ ଲେଟର ଆସିଛି ଯୋଉଟା ଡିକ୍ଲାରେସନ ହେଇଛି। ସବସିଡି ଡିଭିଜନ ଅର୍ଡର ଦେଇଛନ୍ତି, ଯୋଉଟା ସବସିଡି ଆପଣଙ୍କ ୟୁନିଟ୍ କଷ୍ଟ ହଉଛି ଗଭର୍ଣ୍ଣମେଣ୍ଟ କ୍ରାଇଟେରିଆରେ 7.2 ଲାખ, ଯୋଉଟା କି 7,20,000 ଟଙ୍କା ରହୁଛି। ତା ଦେହରେ କ'ଣ ରହୁଛି ଦେଖନ୍ତୁ, ସବସିଡି ଆମାଉଣ୍ଟ କ'ଣ ରହୁଛି। ଆପଣ ଯଦି ଏୟାରଟେଲ କାଟୁଛନ୍ତି 50% ଯୋଉଟା ପାଉଛନ୍ତି 3,60,000 ଟଙ୍କା ପାଇଯାଉଛନ୍ତି। ଆପଣଙ୍କ ଫାର୍ଷ୍ଟ ଇନଷ୍ଟଲମେଣ୍ଟ, ଦୁଇଟା ଇନଷ୍ଟଲମେଣ୍ଟରେ ଆପଣଙ୍କର ପଇସା ଆସୁଛି, ଯୋଉଟା କି ଫାର୍ଷ୍ଟ ଇନଷ୍ଟଲମେଣ୍ଟରେ ଆପଣଙ୍କ ଜେନେରାଲ କାଟାଗୋରୀକୁ 2,16,000 ଟଙ୍କା ଫାର୍ଷ୍ଟ ଇନଷ୍ଟଲମେଣ୍ଟରେ ଆଉଛି। ସେକେଣ୍ଡ ଇନଷ୍ଟଲମେଣ୍ଟରେ 1,44,000 ଟଙ୍କା ଆସୁଛି। ଇନଷ୍ଟଲମେଣ୍ଟ ଫାର୍ଷ୍ଟ ସେକେଣ୍ଡ ଇନଷ୍ଟଲମେଣ୍ଟ କିପରି ଆସୁଛି ମୁଁ ସେଇଟା ମଧ୍ୟ କହିବି, କେତେବେଳେ ଆପଣ ପାଇବେ। ଜେନେରାଲ SC ST ଓମେନ୍ ହେଇଥିଲେ ଟ୍ରାନ୍ସଜେଣ୍ଡର ହେଇଥିଲେ ତାଙ୍କୁ 60% ଯୋଉଟା ମିଳୁଛି, ଆପଣ ଟୋଟାଲ ସବସିଡି ମିଳୁଛି ଆପଣଙ୍କୁ 4,32,000 ଟଙ୍କା। ଫାର୍ଷ୍ଟ ଇନଷ୍ଟଲମେଣ୍ଟରେ ଯୋଉଟା ମିଳୁଛି ଆପଣଙ୍କର 2.592 ଲାખ, ମାନେଙ୍କର ଆପଣଙ୍କୁ 2,69,000 ଟଙ୍କା ଆପଣଙ୍କୁ ଫାର୍ଷ୍ଟ ଇନଷ୍ଟଲମେଣ୍ଟ ମିଳୁଛି। ସେକେଣ୍ଡ ଇନଷ୍ଟଲମେଣ୍ଟ 1,72,000 ଟଙ୍କା ମିଳୁଛି। ଏଇ ଭାବରେ ଆପଣ ଦୁଇଟା ଇନଷ୍ଟଲମେଣ୍ଟରେ 40-60 କରିକି ଇନଷ୍ଟଲମେଣ୍ଟରେ ଆପଣଙ୍କୁ ଦିଆଯାଉଛି। ତ ପ୍ଲାନ୍ କରିଛନ୍ତି, ଡାଇଗ୍ରାମ କରାଯାଇଛି, ଯୋଉଟା କି ଆପଣଙ୍କର 2,000 ବେଡ୍ ପାଇଁ ଯଦି ଆପଣ ସିଟ୍ସ କରୁଛନ୍ତି, ଫାର୍ମ କରୁଛନ୍ତି, ବ୍ରଏଲର ଫାର୍ମ କରୁଛନ୍ତି, ତ ଆପଣଙ୍କୁ କଷ୍ଟ ସେ ଗୋଟେ ଚିକ୍ ପିଛା 38 ଟଙ୍କା ଲେଖି ଆପଣଙ୍କୁ ସେ ଦେଇଛନ୍ତି, ଯୋଉଟା କି 2,000 କୁକୁଡ଼ା ପାଇଁ 76,000 ଟଙ୍କା ରହୁଛି। ତା ସହିତ ଆପଣ ଯୋଉ କୁକୁଡ଼ା ଫାର୍ମ ପାଇଁ ସିଟ୍ସ ଘର ତିଆରି କରୁଛନ୍ତି, 2,000 ସ୍କୋୟାର ଫୁଟର ଦରକାର ଆପଣଙ୍କୁ। 1 ସ୍କୋୟାର ଫୁଟ ପାଇଁ 1 କୁକୁଡ଼ା ହିସାବରେ ଦିଆଯାଇଛି, ଯୋଉଟା କି ପର ସ୍କୋୟାର ଫୁଟ 200 ଟଙ୍କା ଖର୍ଚ୍ଚ ହିସାବରେ 4 ଲକ୍ଷ ଟଙ୍କା ଖର୍ଚ୍ଚ ହଉଛି। ଯଦି ଆପଣ 2,000 ସ୍କୋୟାର ଫୁଟର ଘର କରୁଛନ୍ତି, ଆପଣଙ୍କୁ 4 ଲକ୍ଷ ଟଙ୍କା ଖର୍ଚ୍ଚ ହଉଛି। ତା ସହିତ ଫିଡିଂ, ଯୋଉ କୁକୁଡ଼ା ଖାଇବେ ଯୋଉ 6 ସପ୍ତାହ ରହିବେ, 6 ସପ୍ତାହରେ ସେ ଗଭର୍ଣ୍ଣମେଣ୍ଟ ତରଫରୁ 3.5 କେଜି ହେବ, ଯୋଉଟା କୁକୁଡ଼ା, ଯୋଉଟା 6 ସପ୍ତାହ ପାଇଁ କାଲକୁଲେସନ କରାଯାଇଛି। 30 ଟଙ୍କା ଲେଖେ ପର କେଜି ହିସାବରେ ଆପଣଙ୍କୁ 2,000 କୁକୁଡ଼ାକୁ ଆପଣଙ୍କୁ ପଡିଯିବ 3.5 କେଜି ଇଣ୍ଟୁ 2,000 ଗୁଣନ 30, ମାନେ 2,10,000 ଟଙ୍କା ଆପଣଙ୍କର ଖାଇବା ଖର୍ଚ୍ଚ ହଉଛି କୁକୁଡ଼ାର। ଏଠି ଗଭର୍ଣ୍ଣମେଣ୍ଟର କାଲକୁଲେସନ ଦେଇଛନ୍ତି, ଯୋଉଟା କି ତାପରେ ତା ସହିତ ଆପଣଙ୍କୁ ଯୋଉଟା ଫିଡିଂ, ଯୋଉଟା ପାଣି ପିଇବା ପାଇଁ ଫିଡିଂ, ଖାଦ୍ୟ ଖାଇବା ପାଇଁ ଯୋଉ ଜାଗା ଦରକାର, ପାଣି ପିଇବା ପାଇଁ ଯୋଉ ରହୁଛି ଫିଡିଂ ଟ୍ୟୁବ୍, ଏସବୁ 16,000 ଟଙ୍କା ଭିତରେ ରହୁଛି ପର କୁକୁଡ଼ା 8 ଟଙ୍କା ଲେଖେ ହିସାବରେ। ତାପରେ ମେଡିସିନ କଷ୍ଟ ଆଉ ଭ୍ୟାକ୍ସିନ, ଲେଟର ମ୍ୟାଲେରିଆ 8 ଟଙ୍କା ହିସାବରେ ଗୋଟେ କୁକୁଡ଼ାକୁ 16,000 ଟଙ୍କା ସେ ବି କଷ୍ଟ ରହୁଛି। ତାପରେ ଲେଟର ମ୍ୟାଲେରିଆ 2,000 ଟଙ୍କା କରୁଛନ୍ତି, ଯେତେବେଳେ ଆପଣଙ୍କର 6 ସପ୍ତାହ, ଆଫ୍ଟର 6 ସପ୍ତାହ ଆପଣ ଯୋଉ ଏତିକି ଇନଭେଷ୍ଟ କରୁଛନ୍ତି, ନେକ୍ସଟ ଆପଣଙ୍କୁ ସେଲିଂ ରହୁଛି। ସେଲିଂର ଗଭର୍ଣ୍ଣମେଣ୍ଟର ଯୋଉଟା ରହୁଛି, ଏଇ ଫାର୍ମ କରୁଛନ୍ତି ବ୍ରଏଲର ଫାର୍ମ ଯୋଉଟା 2,000 କାପାସିଟିର, ଯଦି ଆପଣ 5ଟା ବ୍ୟାଚ୍ ପକେଇ ପାରିବେ, କାରଣ ଗୋଟେ ବ୍ୟାଚ୍ କୁ ଆପଣଙ୍କୁ 6 ୱିକ୍ ମାନେ 1.5 ମାସ ଲାଗୁଛି। ଆଉ ଯୋଉ 15 ଦିନ ରହିଲା ଆପଣଙ୍କୁ ବେଡ୍ ଯୋଉ ରେଡି କରିବାକୁ ପଡିବ, ଆପଣଙ୍କର ସିଟ୍ସ ରେଡି କରିବାକୁ ପଡିବ, ତା ଦେହରେ ଦାନା ପକେଇବାକୁ ପଡିବ, ଆପଣ କରତ ଗୁଣ୍ଡ ପକେଇବାକୁ ପଡିବ। ଚିକ୍ସ ଛାଡିବା ପୂର୍ବରୁ କେତେଟା ଦିଗ ପ୍ରତି ଧ୍ୟାନ ଦେବାକୁ ପଡୁଛି, ସେଗୁରା ଆପଣଙ୍କୁ ରେଡି କରିକି ଯୋଉ 5ଟା ବ୍ୟାଚ୍ ପକେଇବେ, 5ଟା ବ୍ୟାଚ୍ ନେଟ୍ ପ୍ରଫିଟ୍ କେତେ ହଉଛି ଆଉ କ'ଣ ଖର୍ଚ୍ଚ ରହୁଛି ସେଇଟା ଆପଣଙ୍କୁ ସେ କହିଛନ୍ତି, ଯୋଉଟା କି ଆପଣଙ୍କୁ 20ଟା 2,000, ଯଦି 2,000 କୁକୁଡ଼ା ପାଇଁ ଆପଣ ଯଦି ପର କେଜି ହିସାବରେ ଦଉଛନ୍ତି, ଆପଣ ବାର୍ଡ ହିସାବରେ ଦଉଛନ୍ତି, କଣ୍ଟ୍ରାକ୍ଟର ଫାର୍ମିଂ କଲେ ସେ ଆପଣଙ୍କୁ ପର କେଜି ହିସାବରେ ଦେବେ। 7 ଟଙ୍କା ଲେଖି ଦଉଛନ୍ତି, ଆପଣଙ୍କୁ 14,000 ଟଙ୍କା ମିଳୁଛି, ଯୋଉଟା କି ଯଦି 5% ମୋରାଲିଟି ହଉଛି ଆପଣଙ୍କୁ 13,300 ଟଙ୍କା ନେଟ୍ ପ୍ରଫିଟ୍ ପାଉଛନ୍ତି ଗୋଟେ ବ୍ୟାଚରେ, ଯୋଉଟା କି
ଯଦି ଆପଣ କେଜି ହିସାବରେ କରୁଛନ୍ତି ଅନୁମାନିକ 2.5 କେଜି 3 କେଜି କୁକୁଡ଼ା କେତେ ହଉଛି ଯଦି ଅନୁମାନିକ 2.5 କେଜି ପଡ଼ିଆ ହୁଏ ଯେତିକି କୁକୁଡ଼ା 13,300 ଇଣ୍ଟୁ 2.5 କେଜି ତ କାଲକୁଲେସନ କଲେ ଆପଣଙ୍କୁ ପର ଆନୁଆଲ ଗୋଟେ ବର୍ଷରେ ଆପଣଙ୍କୁ 1,58,750 ଟଙ୍କା ଯୋଉଟା କି ଆପଣଙ୍କର ପ୍ରଫିଟେବଲ ହଉଛି ଆପଣଙ୍କର ତ କୁକୁଡ଼ା ଚିଆଁ କିଣା ଖାଇବା ଖର୍ଚ୍ଚ ଯୋଉଟା କି ଆପଣଙ୍କ ଫିଡିଂ ଯାହା ବି ଖର୍ଚ୍ଚ ରହୁଛି ମେଡିସିନ ଠୁ ଆରମ୍ଭ କରି ସବୁ ଖର୍ଚ୍ଚ ଆପଣଙ୍କର 27,10,400 ଟଙ୍କା ହଉଛି ଆପଣ ନେଟ୍ ଇନକମ୍ ହେଇଯାଉଛି ଯୋଉଟା କି ଗୋଟେ ବର୍ଷ ଭିତରେ 4,48,000 ଟଙ୍କା ନେଟ୍ ପ୍ରଫିଟେବଲ ହଉଛି ଆପଣଙ୍କର ନେଟ୍ ନେଟ୍ ଯୋଉଟା 5ଟା ବ୍ୟାଚରେ ଆପଣଙ୍କର 4,48,000 ଟଙ୍କା ନେଟ୍ ପ୍ରଫିଟ ହଉଛି 5ଟା ବ୍ୟାଚ ଗୋଟେ ବ୍ୟାଚ ହିସାବ କରେ 1,00,000 ପାଖାପାଖି 90,000 ପାଖାପାଖି ଆପଣଙ୍କୁ ବେନିଫିଟ ହଉଛି 1,000 କୁକୁଡ଼ା ଯଦି ଫାର୍ମିଂ କରୁଛନ୍ତି ଆପଣ ପର ମନ୍ଥ ଆପଣଙ୍କୁ 37,695 ଟଙ୍କା ବେନିଫିଟ ପାଉଛନ୍ତି ତ ଏଇ ସବୁ ରହୁଛି ଗଭର୍ଣ୍ଣମେଣ୍ଟ ଅର୍ଡର ପର ଆନୁଆଲ ଗୋଟେ ହିସାବ କାଲକୁଲେସନ କରୁଛନ୍ତି ଆପଣ ଯଦି ଏଇ ଟାଇପର କରୁଛନ୍ତି ଫାର୍ମ ତ ଆପଣ ଏଇ ଟାଇପର ବେନିଫିଟ ପାଇପାରିବେ ଏଇ ସବୁ କାଲକୁଲେସନ ରହୁଛି ଗଭର୍ଣ୍ଣମେଣ୍ଟର ତ ଆକୁ ଆପ୍ଲାଏ କରିବା ପାଇଁ କଣ ଡକ୍ୟୁମେଣ୍ଟ ଦରକାର ଆପଣଙ୍କର ଆଧାର କାର୍ଡ ଦରକାର କାଷ୍ଟ ଯଦି କିଛି କାଷ୍ଟ ଆପଣ SC ST ରୁ ବିଲଙ୍ଗ କରୁଛନ୍ତି କିଛି କାଷ୍ଟ ଆପଣ ରିଲିଜନ ଅଛନ୍ତି ତ କାଷ୍ଟ ସାର୍ଟିଫିକେଟ ଦରକାର ଆପଣ ସବସିଡି ଅଧିକା ପାଇପାରିବେ ତା ସହିତ ଆପଣ ବ୍ୟାଙ୍କ ପାସବୁକ୍ ଦରକାର ଯୋଉଟା ଫାଷ୍ଟ ପେଜ କ୍ଲିୟର ଲେଖା ହେଇଥିବ ଏଇଟା ଅପଲୋଡ ହବ ଏବଂ ସବସିଡି ଟଙ୍କା ତା ଦେହରେ ଆସିବ ଯଦି ଆପଣ ଡିସାବିଲିଟି ଅଛନ୍ତି ଡିସାବିଲିଟି ସାର୍ଟିଫିକେଟ ଦରକାର ଯଦି ଡିସାବିଲିଟି ନାହାନ୍ତି ଆପଣଙ୍କର ଟ୍ରାନ୍ସଜେଣ୍ଡର ଅଛନ୍ତି ଟ୍ରାନ୍ସଜେଣ୍ଡର ପାଇଁ ଆପଣ ମଧ୍ୟ ଟ୍ରାନ୍ସଜେଣ୍ଡର ସାର୍ଟିଫିକେଟ ଦରକାର କଥା ହଉଛି ଆପଣ ମାନେ ସବସିଡି କିପରି ପାଇବେ ସବସିଡି ପାଇବାକୁ ହେଲେ ଆପଣଙ୍କୁ କିଛିଟା ଗଭର୍ଣ୍ଣମେଣ୍ଟର ଫର୍ମାଲିଟି ମେଣ୍ଟେନ କରିବାକୁ ପଡେ ତା ୱେରେ ଗଲେ ଆପଣ ସବସିଡି ପାଇପାରିବେ ୱେରେ କଣ ଯଦି ଆପଣ ବ୍ଲକ ଲେବୁଲ ହିସାବରେ ଗାଁ କରନ୍ତୁ ସହର କରନ୍ତୁ ଆପଣ ଯୋଉ ଜାଗାରେ କରୁଛନ୍ତି ଆପଣ ପ୍ରଥମେ ଗୋ ସୁଗମରେ go.sugaman.odisha.government.in ରେ ଆପଣ ଅନଲାଇନ ଆବେଦନ କରିବେ ଆବେଦନ କଲା ପରେ ଆପଣଙ୍କର ଆଡ୍ରେସ ଦେଇଥିବେ ଡକ୍ୟୁମେଣ୍ଟ ଦେଇଥିବେ ସେ ଅନଲାଇନରେ ଚେକ୍ କରିବେ BVO ଚେକ୍ କରିବେ ବ୍ଲକ ଭେଟେନାରୀ ଅଫିସର ଯିଏ ରହୁଛନ୍ତି ସିଏ ଚେକ୍ କରିବେ ଆପଣଙ୍କର ତାପରେ ଡକ୍ୟୁମେଣ୍ଟ ଚେକ୍ କଲା ପରେ ସିଏ ଇନ୍ସପେକ୍ସନ କରିବାକୁ ଆସିବେ ସିଏ ଆପଣ ଭେରିଫିକେସନ କରିବାକୁ ଆପଣଙ୍କ ଜାଗାକୁ ଆସିବେ ଫୋନ କରିକି ଆସିବେ ଜାଗା ଠିକ ଅଛି କଣ ଅଛି ଭେରିଫିକେସନ କରିବେ ଭେରିଫିକେସନ କଲା ପରେ ସେ ଫରୱାର୍ଡ କରିବେ CDBO ଯୋଉଟା ଅଛି ଚିଫ ଡିଷ୍ଟ୍ରିକ୍ଟ ଭେଟେନାରୀ ଅଫିସର ରହୁଛନ୍ତି CDBO ସିଏ ଆପଣଙ୍କର ଡକ୍ୟୁମେଣ୍ଟ ସିଏ ଦେଖିବେ ସିଏ ଭେରିଫିକେସନ କରିବେ ସିଏ ଭେରିଫିକେସନ କଲେ ସିଏ ରିପୋର୍ଟ ମାଗିବେ BVOକୁ ରିପୋର୍ଟ ମାଗିଲା ପରେ ଆପଣଙ୍କୁ ଗୋଟେ ଗୋ ହେଡ୍ ଲେଟର ଦେବେ ଗୋ ହେଡ୍ ଲେଟର କଣ ଆପଣ ପ୍ଲାନ୍ କରନ୍ତୁ ଆପଣ 2,000 କାପାସିଟିର ଯଦି ବ୍ରଏଲର ଫାର୍ମ କରୁଛନ୍ତି ୟା ଷ୍ଟ୍ରକ୍ଚର ଏତିକି ରହିବ ଏତିକି ଟଙ୍କା କଷ୍ଟ ରହିବ ଏତିକି ଟଙ୍କା ସବସିଡି ରହିବ ସେ ଆପଣ ଗୋ ହେଡ୍ ଲେଟର ଦେବେ ଯେ ଆପଣ ପ୍ରଥମ କନଷ୍ଟ୍ରକ୍ସନ କଲେ ଫାର୍ଷ୍ଟ ଇନଷ୍ଟଲମେଣ୍ଟ ଯୋଉଟା ପାଇବେ ସେକେଣ୍ଡ ଇନଷ୍ଟଲମେଣ୍ଟ ଆପଣଙ୍କ ଚିକ୍ସ ଛାଡ଼ିଲା ପରେ ସେକେଣ୍ଡ ଇନଷ୍ଟଲମେଣ୍ଟ ପାଇବେ ଏସବୁ କାଟାଗୋରୀ ରହିବ ସେ ଗୋ ହେଡ୍ ଲେଟରରେ ସବୁ ଲେଖା ହେଇଥିବ ମାନେ ସେ ଲେଟର ପାଇଯିବେ ପାଇଲା ପରେ କାମ ଷ୍ଟାର୍ଟ କରିବେ କାମ ଷ୍ଟାର୍ଟ କଲା ପରେ ସେ ଆପଣଙ୍କୁ BVO ଯୋଉ ବ୍ଲକ ଭେଟେନାରୀ ଅଫିସର ସିଏ ଆପଣଙ୍କୁ ଭେରିଫିକେସନ କରିବାକୁ ମଝିରେ ମଝିରେ ଆସିବେ ଫଟୋ ଉଠେଇବେ ଆପଣ ଯଦି ପ୍ରଥମେ ଫାର୍ଷ୍ଟ ଇନଷ୍ଟଲମେଣ୍ଟ ପାଇବାକୁ ହେଲେ ଆପଣ ପ୍ରଥମେ ସିଟ୍ସ କରିବାକୁ ପଡିବ ସିଟ୍ସଟା କଲା ପରେ BVO ଆସିବେ ଫଟୋ ଉଠେଇବେ ଫଟୋ ଉଠେଇକି CDBOକୁ ପଠେଇବେ CDBO ଦେଖିଲା ପରେ ଇନ୍ସପେକ୍ସନ କଲା ପରେ ସିଏ ଆପଣଙ୍କୁ ରିଲିଜ କରିବେ ଫାର୍ଷ୍ଟ ଇନଷ୍ଟଲମେଣ୍ଟ ଆପଣ ଆକାଉଣ୍ଟକୁ ରିଲିଜ କରିବେ ତ ଏପରି ଭାବେ ଆପଣ ନେକ୍ସଟ ହଉଛି ଆପଣ ଯେ ଚିକ୍ସ ଛାଡ଼ିବେ ଚିକ୍ସ ଛାଡ଼ିବେ ସେ BVO ଆଉଥରେ ଆସିବେ ସିଏ ମଧ୍ୟ ଆଉଥରେ ଫଟୋ ଉଠେଇବେ ଦେଖିବେ ଭେରିଫିକେସନ କରିବେ ନା ଠିକ ଅଛି ନା ଆପଣ ପର୍ଟିକୁଲାର ଠିକ ୱେରେ କରିଛନ୍ତି ତ ଆପଣଙ୍କୁ ସେମ୍ ଟୁ ସେମ୍ ସିଏ ବି CDBOକୁ ଆଉଥରେ ସେକେଣ୍ଡ ଇନଷ୍ଟଲମେଣ୍ଟ ରିଲିଜ କରିବେ ତ ଏପରି ଭାବେ ସବସିଡିର କ୍ରାଇଟେରିଆ ରହୁଛି ତ ଆଉ ଗୋଟେ ଜିନିଷ ଆପଣ ଅନଲାଇନ ଆବେଦନ କିପରି କରିବେ ତ ଆସନ୍ତୁ ଜାଣିବା ଆମେ ନିଜେ ଅନଲାଇନ ଆବେଦନ କରିକି ଦେଖଉଛି ମୁଁ ଆପଣ କିପରି ସଠିକ ଭାବେ ଅନଲାଇନ ଆବେଦନ କରିପାରିବେ ଆଉ ସବସିଡି ପାଇପାରିବେ 2,000 କାପାସିଟିର ବ୍ରଏଲର ଫାର୍ମ ତିଆରି କରିପାରିବେ ଶୁଭମ ପଳେଇ ଆସିବେ ଗୋ ଶୁଭମ କିପରି ଅନଲାଇନ ରେଜିଷ୍ଟ୍ରେସନ କରିବେ ମୁଁ ଅଲରେଡି କହିଦେଇଛି ତାପରେ ଲଗ୍ଇନ୍ କରିବେ ତ ରେଜିଷ୍ଟ୍ରେସନ ଏଇ ଯୋଉ ଆସିକି ଆପଣ ଗୋ ଶୁଭମକୁ ଆସିକି ଆପଣ ଏଠି ପଶୁପାଳନ ଲେଖା ହେଇଛି ପଶୁପାଳନ ଉପରେ କ୍ଲିକ୍ କରିବେ କ୍ଲିକ୍ କଲା ପରେ ଆପଣଙ୍କ ଯୋଉଟା ବ୍ରଏଲର ଫାର୍ମ 2,000 କାପାସିଟିର ଯୋଉଟା କି ଗଭର୍ଣ୍ଣମେଣ୍ଟ ଦେଇଛି ଆପଣଙ୍କୁ ଏଇଟା ଆପଣଙ୍କୁ ଏଠି ଆସିକି ନିର୍ଦ୍ଦେଶାବଳୀ ପଢିପାରିବେ ଯୋଉଟା ମୁଁ ଦେଖଉଥିଲି ବର୍ତ୍ତମାନ ନିର୍ଦ୍ଦେଶାବଳୀ ଚ୍ୟାନେଲ ପଢିପାରିବେ ଏଠି ଆବେଦନ ଆବେଦନ କରିବାକୁ ଚାହୁଛନ୍ତି ଏଠି ଆବେଦନ ଉପରେ କ୍ଲିକ୍ କରିବେ ଆବେଦନ ଉପରେ କ୍ଲିକ୍ କଲା ପରେ ଏପରି ଆଉ ଗୋଟେ ପେଜ ଖୋଲିବ ପେଜ ଖୋଲିଲା ପରେ ଆପଣଙ୍କୁ ଏଠି ପ୍ରଥମ ରେଜିଷ୍ଟ୍ରେସନ କରିବାକୁ ପଡିବ ଯୋଉମାନେ ବି ଆବେଦନ କରୁଛନ୍ତି ଯଦି ରେଜିଷ୍ଟ୍ରେସନ କରିନାହାନ୍ତି ମୁଁ ଅଲରେଡି ଭିଡିଓ ବନେଇଛି ଆପଣ ପଞ୍ଜୀକରଣ କିପରି କରିବେ ଦେଖିକି ପଞ୍ଜୀକରଣ କରିପାରିବେ ତାପରେ ଲଗ୍ଇନ୍ କରିପାରିବେ ରେଜିଷ୍ଟ୍ରେସନ ସମୟରେ ଯୋଉ ମୋବାଇଲ ନମ୍ବର ସେଇ ନମ୍ବର ଦେଇପାରିବେ ପ୍ଲସ୍ ଆଧାର କାର୍ଡରେ ମଧ୍ୟ ରେଜିଷ୍ଟ୍ରେସନ କରିଥିବେ ତାକୁ ମଧ୍ୟ ଦେଇ ଲଗ୍ଇନ୍ କରିପାରିବେ ଏସବୁ ଲଗ୍ଇନ୍ କରିକି ଆପଣ ପାସୱାର୍ଡ ଯାଇଥିବେ ପାସୱାର୍ଡ ଲେଖିଦେବେ ପାସୱାର୍ଡ ଲେଖିବେ କ୍ୟାପଚା କୋଡ୍ ଦେଇକି ଆପଣ ସାଇନ୍ ଉପରେ କ୍ଲିକ୍ କରିବେ ସାଇନ୍ ଉପରେ କ୍ଲିକ୍ କଲା ପରେ ଡ୍ୟାସବୋର୍ଡ ଖୋଲିଯିବ ଆଉ ଗୋଟେ ପେଜ ଖୋଲିବ ଆପଣଙ୍କ ନାଁ ପଳେଇ ଆସିବ ଏଠି ରେଜିଷ୍ଟ୍ରେସନ ନାଁ ଦେଇଥିଲେ ଯାହା ଯାହା ଆପ୍ଲାଏ କରିଥିଲେ ଏଠି ସବୁ ପଳେଇ ଆସିବ ଏଠି ଆପଣଙ୍କର ଯାହା ଯାହା ଆପ୍ଲାଏ କରିଥିଲେ ଆପଣ ଯଦି ଆପ୍ଲାଏ କରିବେ ଆମେ ଆଜି କୁକୁଡ଼ା ଫାର୍ମ ବିଷୟରେ ଆପ୍ଲାଏ କରିବେ ପଶୁପାଳନ ଉପରେ କ୍ଲିକ୍ କରିବେ ଆଉଥରେ କ୍ଲିକ୍ କରିକି ଆପଣ ଏଠି ଆସିବେ ଏଠି 2,000 କାପାସିଟିର ଯୋଉଟା କି ବ୍ରଏଲର ଫାର୍ମ ପାଇଁ ଦେଇଛି ଏଠି ଆବେଦନ ଉପରେ କ୍ଲିକ୍ କରିବେ ଆବେଦନ ଉପରେ କ୍ଲିକ୍ କଲା ପରେ ଆପଣଙ୍କର ଆବେଦନ ଫର୍ମ ଖୋଲିଯିବ ଆପଣଙ୍କର ଫର୍ମ ଓପନ ହେଇଯିବ
ଏଠି ଓପନ୍ ହେଲା ପରେ ଏଠି ଆପଣଙ୍କ ଡକ୍ୟୁମେଣ୍ଟ ସବୁ ଅପଲୋଡ୍ କରିକି ଆପଣଙ୍କର ଫିଲ୍ଅପ୍ କରିବାକୁ ପଡ଼ିବ। ମୁଁ ଷ୍ଟେପ୍ ବାଇ ଷ୍ଟେପ୍ କହୁଛି। ଏଠି ଆପଣ ପ୍ରଥମେ ଆଧାର କାର୍ଡ ଲେଖା ହେଇଛି, ଆଧାର ସଂଖ୍ୟା ଏବଂ ଆଧାର କାର୍ଡ ନମ୍ବର ଦେବେ। ଦେଇକି ଭେରିଫାଏ ଉପରେ କ୍ଲିକ୍ କରିଦେବେ। ଓଟିପି ଯିବ ମୋବାଇଲକୁ, ସେଇ ଆଧାର ନମ୍ବର ଲିଙ୍କ ଥିବ ନମ୍ବର, ସେଇ ଓଟିପି ଦେବେ ଏଠି। ଆପଣଙ୍କ ନାଁ ପଳେଇ ଆସିବ ଅଟୋମେଟିକ୍। ଏଠି ଇମେଲ୍ ଆଇଡି ଏଠି ଆପଣ ଅପସନାଲ୍ ଅଛି, ଚାହିଁଲେ ଦେଇପାରିବେ ନ ଦେଇପାରିବେ। ଯଦି ଆପଣ ଜନ୍ମ ଡେଟ୍ ଅଟୋମେଟିକ୍ ଆସିବ, ଆପଣ ଲିଙ୍ଗ ଅଟୋମେଟିକ୍ ପଳେଇ ଆସିବ। ତ ଆପଣ ବର୍ଗ ଏଠି ସିଲେକ୍ସନ୍ କରିବେ, ଜେନେରାଲ, SST, OBC, ଅଦର, ଟ୍ରାନ୍ସଜେଣ୍ଡର, PW ଏସବୁ ଲେଖିବେ ଆପଣ। ତାପରେ ଆପଣ ସ୍ୱାମୀଙ୍କ ନାଁ, ଯଦି ଆପଣ ଲେଡିଜଙ୍କ ନାଁରେ ଆପ୍ଲାଏ କରନ୍ତି ତାଙ୍କ ହଜବେଣ୍ଡଙ୍କ ନାଁ ଲେଖିବେ ଏଠି। ଯଦି ଅଛନ୍ତି ୟେସ୍ ମାରିବେ, ଯଦି ଭିନ୍ନକ୍ଷମ ନୁହନ୍ତି ତାହେଲେ ନୋ ମାରିବେ ଏଠି। ଆପଣ ଏଠି ତାଙ୍କ ଫଟୋ ଗୋଟେ ଅପଲୋଡ୍ କରିବେ। ଏଠି ଆପଣଙ୍କର ଯୋଗାଯୋଗ ଠିକଣା ଲେଖିବେ। ଆପଣଙ୍କର ଡିଷ୍ଟ୍ରିକ୍ଟ ଏଠି ଚୁଜ୍ କରିଦେବେ, ଆପଣ ବ୍ଲକ ଚୁଜ୍ କରିଦେବେ, ଜିଲ୍ଲା ବା ୱାର୍ଡ କିଛି ଯଦି ଚୁଜ୍ କରିଦେବେ, ଗାଁ ନାଁ ଚୁଜ୍ କରିଦେବେ। ତାପରେ ଆପଣ ସମ୍ପୂର୍ଣ୍ଣ ଠିକଣା ଏଠି ଲେଖିଦେବେ, ପୁରା ସମ୍ପୂର୍ଣ୍ଣ ଠିକଣା ଲେଖି ସବ୍ ନେକ୍ସଟ ଉପରେ କ୍ଲିକ୍ କରିବେ। ସେଭ୍ ନେକ୍ସଟ ଉପରେ କ୍ଲିକ୍ କଲା ପରେ ଆପଣଙ୍କର ଆଡ୍ରେସ୍ ଉଇଥ୍ ୟୁନିଟ୍ ସେଟଅପ୍, ଯୋଉଠି ୟୁନିଟ୍ ସେଟଅପ୍ କରିବେ, ଯୋଉଟା 2000 କୁକୁଡ଼ାର ଯୋଉ ଫାର୍ମ କରିବେ, ଆପଣ କୋଉ ଜାଗାରେ କରିବେ, ସେ ଜାଗାରେ ଏଠି ଡିଟେଲ୍ସ ଦେବାକୁ ପଡ଼ିବ ଆପଣଙ୍କୁ। ଏଠି ଦେଖନ୍ତୁ, ତ ଆପଣ ଯୋଉଠି ସେଟଅପ୍ କରିବେ ତା ଆଡ୍ରେସ୍ ଲେଖିଦେବେ, ଏଠି ଜିଲ୍ଲା ଲେଖିଦେବେ, ବ୍ଲକ ଲେଖିଦେବେ, ଆପଣଙ୍କର ଗ୍ରାମ ପଞ୍ଚାୟତ ଲେଖିଦେବେ, ଗାଁ ନାଁ ଲେଖିଦେବେ। ଲେଖିଲା ପରେ ଆମର ଲ୍ୟାଣ୍ଡ ଇନଫର୍ମେସନ ଦେବାକୁ ପଡ଼ିବ। ଆପଣ ଯୋଉ ଷ୍ଟ୍ରକ୍ଚର କରିବେ, ଯୋଉ ଜାଗାରେ ଆପଣ ଫାର୍ମ କରିବେ, ସେ ଜାଗାର ଆପଣଙ୍କର ଡିଟେଲ୍ସ ଦେବାକୁ ପଡ଼ିବ। ଆପଣଙ୍କର ଅଛି କି ଲିଜ୍‌ରେ ଅଛି, ଆପଣଙ୍କ ଡିଟେଲ୍ସ ଦେବାକୁ ପଡ଼ିବ। ଯଦି ଆପଣଙ୍କ ନାଁରେ ଅଛି ଆଉ ବହୁ ଲେଖାରେ ମଧ୍ୟ ଉପଲବ୍ଧ, ଯୋଉଟା କି ଅନଲାଇନ୍ ଉପଲବ୍ଧ, ତ ଆପଣ ଏଠି ଗେଟ୍ ଏରିଆ ଉପରେ କ୍ଲିକ୍ କରିକି ଆପଣ ଏଠି ଆପଣଙ୍କ ଡିଟେଲ୍ସ ଦେଇପାରିବେ। ଆପଣଙ୍କ ଗାଁ ନାଁ ଡିଟେଲ୍ସ ଦେଇଦେବେ। ପ୍ଲଟ୍ ଯେତେଟା ଥିବ ପଳେଇ ଆସିବ। ଆପଣ ଏଠି ସିଲେକ୍ସନ କରିବେ କୋଉ ପ୍ଲଟ୍‌ରେ କରିବେ। ତ ପଳେଇ ଆସିବ ଏଠି ROR ଯାହା ଶୋ କରୁଥିବେ ପଳେଇ ଆସିବ। ଆପଣ ଯେ ଲ୍ୟାଣ୍ଡ ଲିଜ୍‌ରେ ଅଛି ଏଠି ୟେସ୍ ମାରିବେ, ତ ନାହିଁ ନୋ ମାରିବେ। ଆପଣ ଅପସନାଲ ସିଟ୍ ଅଛି, ଆପଣ ଏଠି ୟେସ୍ ମାରିବେ, ଆଇଦର ନୋ ମାରିପାରିବେ, କିଛି ଅସୁବିଧା ନାହିଁ। ଯଦି ପ୍ରିଭିୟସ୍ ଏକ୍ସପିରିଏନ୍ସ ଅଛି କିଛି, ଆପଣ ୟେସ୍ ମାରିବେ। ଯଦି ଅଛି ଆପଣ ସେ ଲେଖିବେ କୋଉଠି ଏକ୍ସପିରିଏନ୍ସ ଅଛି, କେତେ ଦିନ ଶିଖିଛନ୍ତି। ଯଦି ନାହିଁ ଆପଣ ନୋ ମାରିବେ ଏଠି। ଆପଣ ଏଠି IFSC କୋଡ୍, ଆପଣଙ୍କର ଏଠି ଗେଟ୍ IFSC କୋଡ୍ ଦେଇକି ଆପଣ ଏଠି ସର୍ଚ୍ଚ କରିପାରିବେ। IFSC କୋଡ୍ ଲେଖିକି ବ୍ୟାଙ୍କ ନାଁ ଅଟୋମେଟିକ୍ ଆସିବ, ବ୍ରାଞ୍ଚ ଅଟୋମେଟିକ୍ ପଳେଇ ଆସିବ। ଏଠି ଆପଣ ଆକାଉଣ୍ଟ ନମ୍ବରଟା ଲେଖିବେ, ତାପରେ ଆକାଉଣ୍ଟ ଯାହା ନାଁରେ ଅଛି ତା ନାଁଟା ଲେଖିବେ, ଏଠି ସେଭ୍ ନେକ୍ସଟ ଉପରେ କ୍ଲିକ୍ କରିଦେବେ। ତାପରେ ଲାଷ୍ଟ ଅପସନ୍ ଆସିବେ, ଯୋଉଟା ଡକ୍ୟୁମେଣ୍ଟ ଅପଲୋଡ କରିବେ। ଆପଣ ଡକ୍ୟୁମେଣ୍ଟ ଅପଲୋଡ କରିବାକୁ ପଡ଼ିବ ଆପଣଙ୍କୁ। ଆପଣଙ୍କ ଆଧାର କାର୍ଡ ଏଠି ଫଟୋ ଆଇଡି ହିସାବରେ ଆଧାର କାର୍ଡ ଆପଣଙ୍କୁ ଏଠି ଅପଲୋଡ କରିବାକୁ ପଡ଼ିବ। ତାପରେ ଆପଣଙ୍କର ROR ଏଠି ଅପଲୋଡ କରିବାକୁ ପଡ଼ିବ। ତାପରେ ଆପଣଙ୍କୁ ଫାଷ୍ଟ ପେଜ୍, ଯୋଉଟା ଫାଷ୍ଟ ପେଜର ମୁଁ କହିଥିଲି ବହିର ଫାଷ୍ଟ ପେଜ୍ ଏଠି ଅପଲୋଡ କରିବି। ସେଭ୍ ନେକ୍ସଟ ଉପରେ କ୍ଲିକ୍ କରିଦେବେ। ସେଭ୍ କରିକି ତାର ଏଟା ଫାର୍ମର ଇନଫର୍ମେସନ ପଳେଇ ଆସିବ। ଏଠି ଆପଣ ଡିଟେଲ୍ସ ଦେଖିଦେବେ। ଏଠି ଆପଣଙ୍କର ଫର୍ମଟା ରେଡି ହେଇଗଲା ପୁରା, ଆପଣ ଦେଖିଦେବେ ଏଠି, ଦେଖିକି ଡକ୍ୟୁମେଣ୍ଟ ଇଏ କରିଦେବେ। ତାହେଲେ ଆପଣ ଏଠି ଡକ୍ୟୁମେଣ୍ଟ ସ୍କିମ୍ ଇନଫର୍ମେସନ ଏସବୁ ଥରେ ଭେରିଫାଇ କରିଦେବେ। ଫାଷ୍ଟ ଭେରିଫାଇ କରିକି ଏଠି ଆପଣ ସବମିଟ୍ ଉପରେ କ୍ଲିକ୍ କରିବେ। ଯଦି ଆପଣ ଡିକ୍ଲାରେସନ ଠିକ୍ କରି ସବମିଟ୍ ଉପରେ କ୍ଲିକ୍ କରିବେ। ଯଦି ମୋଡିଫାଇ କରିବାର ଅଛି, କିଛି କରେକ୍ସନ କରିବାର ଅଛି, ଆପଣ ମୋଡିଫାଇ ଉପରେ ମାରିକି ଆପଣ ଯଦି କରେକ୍ସନ କିଛି କରିବାର ଅଛି କରେକ୍ସନ କରିପାରିବେ। ତାପରେ ଆପଣ ସବମିଟ୍ କରିଦେବେ। ସବମିଟ୍ କଲା ପରେ ଆପଣଙ୍କୁ ଗୋଟେ ଆପ୍ଲିକେସନ ଡ୍ୟାସବୋର୍ଡକୁ ପଳେଇବେ। ଆପଣଙ୍କୁ ଗୋଟେ ଆପ୍ଲିକେସନ ଆଇଡି ମିଳିଯିବ, ଯୋଉଟା କି ଆପ୍ଲିକେସନ ଆଇଡି ଆପଣଙ୍କର। এই ଆପ୍ଲିକେସନ ଆଇଡିଟା ଆପଣଙ୍କର ରଖିବେ। ଆକୁ ଯଦି ସ୍ଥିତି ଜାଣିବାକୁ ଚାହିଁବେ, ଏଠି ସ୍ଥିତି ଜାଣିକି ଆପଣଙ୍କର ଏଠି ନିର୍ଦ୍ଦେଶ ପଶୁପାଳନ ଉପରେ ପଳେଇବେ। ଏଠି ଆପଣ ମୋବାଇଲ ନମ୍ବର ଦେଇପାରିବେ, ମୋବାଇଲ ନମ୍ବର ଦେଇକି ମଧ୍ୟ ଦାଖଲ କରିପାରିବେ। ତେଣୁ ଆପଣ ସ୍ଥିତି ପଳେଇ ଆସିବ, ଆପଣଙ୍କର କଣ ଅସୁବିଧା ହେଇଛି, ଡ୍ରାଫ୍ଟ ଅଛି କି ଯୋଉ ପ୍ୟୁରିଲ ଫାର୍ମ ପାଇଁ କଣ ହେଇଛି, ଆପଣ ଡିଟେଲ୍ସ ଜାଣିପାରିବେ। କି ଆପଣ କେତେ ଦୂର ବ୍ଲକ ଲେବୁଲ ଇନ୍ସପେକ୍ସନ କେବେ ଆସିବେ, ସେ ଆପଣଙ୍କୁ ଫୋନ କରିକି ଜଣେଇବେ। ତ ଆପଣ ମଧ୍ୟ ବ୍ଲକ BDOଙ୍କ ପାଖକୁ ଯାଇକି ମଧ୍ୟ ଯୋଗାଯୋଗ କରିପାରିବେ। ମାନେ ଶୀଘ୍ର କାମ ଆରମ୍ଭ କରିପାରିବେ। ତ ଏପରି ପୁରା ପ୍ରୋସିଜିଓର ରହୁଛି। ଆପଣ ଯଦି ଏପରି ପ୍ରୋସିଜିଓରରେ ଯାଉଛନ୍ତି, ଆପଣ 100% ସବସିଡି ପାଇବେ। ତା ସହିତ ଆପଣ ଲାଭବାନ ହେଇପାରିବେ। ଯୋଉଟା କି ଆନୁଆଲି ମୁଁ ଗୋଟେ ଆପଣଙ୍କୁ ଇନଫର୍ମେସନ ଦେଲି, କେତେ ଟଙ୍କା ଖର୍ଚ୍ଚ ହଉଛି, କେତେ ଟଙ୍କା ଗଭର୍ଣ୍ଣମେଣ୍ଟର ଗୋଟେ ରହୁଛି କ୍ରାଇଟେରିଆ ରହୁଛି, ଆପଣ ଏଥିରେ ମଧ୍ୟ ବେନିଫିଟ ପାଇପାରିବେ। ତ ଭିଡ଼ିଓଟା କିପରି ଲାଗିଲା ନିଜର ମତାମତ ଜଣେଇବେ। ରହୁଛି ଜୟ ଜଗନ୍ନାଥ। ପୁଣି ଦେଖା ହବ ନୂଆ ଇନଫର୍ମେଟିଭ ଭିଡ଼ିଓରେ।